ନଦୀରୁ ନବଜାତ ଶିଶୁପୁତ୍ରର ମୃତଦେହ ଉଦ୍ଧାର। ଯଶୀପୁର ଅଞ୍ଚଳରେ ଚାଞ୍ଚଲ୍ୟ। ମୟୂରଭଞ୍ଜ ଜିଲ୍ଲାରୁ ଏକ ହୃଦୟ ବିଦାରକ ଓ ଚାଞ୍ଚଲ୍ୟକର ଖବର। ଯଶୀପୁର ଥାନା ଅନ୍ତର୍ଗତ ରାମତୀର୍ଥ କୁମ୍ଭୀର ପ୍ରକଳ୍ପ ନିକଟ ଖଇରିଭଣ୍ଡନ ନଦୀରୁ ଜଣେ ନବଜାତକ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସ୍ଥାନୀୟ ଲୋକଙ୍କ ସୂଚନା ପାଇଁ ଘଟଣାସ୍ଥଳରେ ପହଞ୍ଚି ଅଗ୍ନିଶମ ବାହିନୀ ନଦୀରୁ ଶିଶୁପୁତ୍ରର ମୃତଦେହକୁ ଉଦ୍ଧାର କରିଥିଲା। ଶିଶୁଟିକୁ ଜନ୍ମ ଦେବା ପରେ କେହି ଅମାନବୀୟ ଭାବରେ ତାକୁ ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ଯଶୀପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ଘଟଣାର ସତ୍ୟାସତ୍ୟ ଖୋଜିବାକୁ ପ୍ରୟାସ ଜାରି ରଖିଛି। ମୟୂରଭଞ୍ଜ ଯଶୀପୁରରୁ ନିହାର ରଞ୍ଜନ ମହାନ୍ତଙ୍କ ରିପୋର୍ଟ। STV ନ୍ୟୁଜ ଓଡ଼ିଶା 24।